ଲକ୍ଷ୍ମୀର ଜୀବନ ସେହି ପୁରୁଣା ଖତଖିଆ ତାଳପତ୍ର ପରି ଥିଲା, ଯାହାକୁ ଯେତେ ଯତ୍ନ କଲେ ବି ତାର ଦୁଃଖ ଲିଭୁ ନଥିଲା। ଗୋଟିଏ ଛୋଟ ଚାଳ ଛପର ଘରେ ଲକ୍ଷ୍ମୀ ତାର ଏକମାତ୍ର ପୁଅ ଅମର ସହିତ ରହୁଥିଲା। ସ୍ୱାମୀ ଚାଲିଯିବାର ବର୍ଷେ ହୋଇଗଲାଣି, କିନ୍ତୁ ଲକ୍ଷ୍ମୀର ସଂଘର୍ଷ ଶେଷ ହୋଇନାହିଁ। ତା ପାଇଁ ଅମର ହିଁ ଥିଲା ସାରା ଦୁନିଆ, ଆଉ ତାରି ପାଇଁ ସେ ପ୍ରତିଦିନ ନୂଆ ଯୁଦ୍ଧ ଆରମ୍ଭ କରୁଥିଲା। ସେମାନେ ରହୁଥିବା ବସ୍ତିର ପିଲାମାନେ ସକାଳୁ ସ୍କୁଲ ୟୁନିଫର୍ମ ପିନ୍ଧି ହସି ହସି ଯାଆନ୍ତି। ସେମାନଙ୍କୁ ଦେଖି ଅମରର ଛୋଟ ମନରେ ବଡ଼ ଆଶା ଜାଗ୍ରତ ହୁଏ। ସେ ଆସି ଲକ୍ଷ୍ମୀକୁ କୁହେ, "ମା, ମୁଁ ବି ସ୍କୁଲ ଯିବି। ମୁଁ ବି ବଡ଼ ହୋଇ ଇଞ୍ଜିନିୟର ହେବି।" ପୁଅର ଆଖିରେ ସେହି ସ୍ୱପ୍ନ ଦେଖି ଲକ୍ଷ୍ମୀର ହୃଦୟ ଭାଙ୍ଗିଯାଏ। ତାର କୁଲି କାମରେ ମାସକୁ ଯେତିକି ପଇସା ମିଳେ, ସେଥିରେ ପେଟକୁ ଦାନା ଯୋଗାଡ଼ କରିବା କଷ୍ଟକର ହୋଇପଡ଼େ। ସେଠି ସ୍କୁଲ ଫିସ୍ ଓ ବହି ଖର୍ଚ୍ଚ କଥା କହିଲେ ନ ସରେ, କିନ୍ତୁ ମା'ର ସ୍ନେହ କେବେ ହାର ମାନେ ନାହିଁ। ଲକ୍ଷ୍ମୀ ସେହି ଦିନଠାରୁ ନିଜର କାମକୁ ଦୁଇଗୁଣା କରିଦେଲା। ପାଖ ଗାଁରେ ସେ ଆଉ ଦୁଇଟି ଘରେ ବାସନ ମାଜିବା କାମ ଆରମ୍ଭ କଲା। ପ୍ରତିଦିନ ସକାଳୁ ଉଠି ସେ ଅମରକୁ ତାର ଶେଷ ସମ୍ବଳରୁ କିଛି ଭାତ ଖୁଆଇ ନିଜେ ଖାଲି ପେଟରେ କାମକୁ ବାହାରିଯାଏ। ଖରାରେ ତାର ମୁଣ୍ଡ ଫାଟିଯାଏ, ହାତରେ ଘା ହୋଇଯାଏ, କିନ୍ତୁ ତାର ଆଖି ସବୁବେଳେ ଗୋଟିଏ ଲକ୍ଷ୍ୟ ଉପରେ ଥାଏ, ଅମରର ଉଜ୍ଜ୍ୱଳ ଭବିଷ୍ୟତ। ମାସ ପରେ ମାସ ଗଡ଼ି ଚାଲିଲା। ଲକ୍ଷ୍ମୀ ପ୍ରତିଟି ପଇସାକୁ ଯତ୍ନର ସହ ସଞ୍ଚୟ କଲା। ଦିନେ ସେ ଧଳା ୟୁନିଫର୍ମ ପିନ୍ଧିଥିବା ପିଲାମାନଙ୍କୁ ଦେଖି ଗୋଟିଏ ପୁରୁଣା ଦୋକାନରୁ ଅମର ପାଇଁ ବହି ଓ ଖାତା କିଣିବାକୁ ଗଲା। ପଇସା କମିବାରୁ ଦୋକାନୀ ତାକୁ ହେୟ ଜ୍ଞାନ କଲା, କିନ୍ତୁ ଲକ୍ଷ୍ମୀର ମୁହଁରେ ସେତେବେଳେ କେବଳ ଗୋଟିଏ ନିଶ୍ଚିତତା ଥିଲା ଯେ ସେ ହାରି ନାହିଁ। ଶେଷରେ ସେଦିନ ଆସିଲା। ଅମରକୁ ନୂଆ ୟୁନିଫର୍ମ ପିନ୍ଧାଇ ଲକ୍ଷ୍ମୀ ତା ହାତରେ ବହି ବ୍ୟାଗ ଧରାଇଲା। ଅମରର ହସ ଦେଖି ସେ ଦୁନିଆର ସବୁ ସୁଖ ପାଇଗଲା ପରି ଅନୁଭବ କଲା। ଯେତେବେଳେ ଅମର ପ୍ରଥମ ଦିନ ସ୍କୁଲ ଗଲା, ଲକ୍ଷ୍ମୀ କେବଳ ଦେଖୁଥିଲା। ତାର ଆଖିରୁ ଦୁଇ ଟୋପା ଲୁହ ଗଡ଼ି ଆସିଲା, କିନ୍ତୁ ସେ ଲୁହ ଦୁଃଖର ନଥିଲା, ତାହା ଥିଲା ଏକ ମା'ର ସାଫଲ୍ୟର ଲୁହ। ଲକ୍ଷ୍ମୀର ମନରେ ଏକ ଦୃଢ଼ ବିଶ୍ୱାସ ଥିଲା ଯେ ସେ ଗରିବ ହୋଇପାରେ, କିନ୍ତୁ ତାର ପୁଅର ଭବିଷ୍ୟତ କେବେ ଗରିବ ହେବ ନାହିଁ। ଏହିପରି ଭାବରେ ସେ ପ୍ରତିଦିନ ନିଜର ଶ୍ରମ ଓ ସ୍ନେହରେ ଅମର ପାଇଁ ଏକ ଉଜ୍ଜ୍ୱଳ ଆଲୋକର ରାସ୍ତା ତିଆରି କରୁଥିଲା।